ମୁଁ ଶୁଣୁଛି ବା ଇଲେକ୍ଟ୍ରୋନିକ୍ ମିଡ଼ିଆ ୱେବ୍ ମିଡ଼ିଆରେ ଦେଖୁଛି ହେଇଛି ଏବଂ ଆଜି ମଧ୍ୟ ଖବରକାଗଜରେ ପଢ଼ୁଥିଲି ଯେ ସେ ଯେଉଁ ସାମ୍ବାଦିକା ପରିଚୟ ଦେଇ ଯେଉଁ ଦୁଇ ଜଣ ମୋ ପ୍ରିମିସେସ୍ ଭିତରେ ପଶିଥିଲେ ଯେଉଁଟାକି ପରମିସନ୍ ଫ୍ରମ୍ ସେମାନେ ଦେଇଛନ୍ତି ମୋର କୁକୁର ଛାଡ଼ିବାକୁ ନେଇକି କିଛି ନାହିଁ। ମୁଁ ମୋର ବ୍ୟସ୍ତ ରହିଛି କି ଆମକୁ ପରଦିନ ନୋଟିସ୍ ହେଇଯାଇଛି ଯେ ଘର ଛାଡ଼ିବା ପାଇଁ 4/7 ସୁଦ୍ଧା ଘର ଛାଡ଼ିବା ପାଇଁ, ତେଣୁ ଆମେ ପ୍ୟାକିଂ କରିବାରେ ବ୍ୟସ୍ତ ଅଛୁ। ଆପଣ ଦେଖୁଛନ୍ତି ଏଠି ସାମ୍ନାରେ ବି ମୁଁ ଅଫିସ୍ ଟେବୁଲ୍ ଉପରେ ବି ପ୍ୟାକିଂ ହେଇକି ଥୁଆ ହେଇଛି ସବୁ ପେଟି। ଆମେ ସେ ପ୍ୟାକିଂ ଭିତରେ ବ୍ୟସ୍ତ ଥିବା ଭିତରେ ସେ ଦୁଇ ଜଣ ମୋର ଯେଉଁ ସିକ୍ୟୁରିଟି ପିଲାଟି ଥିଲା ତାକୁ କହିଛନ୍ତି ଭିତରକୁ ଆସିବେ ଫଟୋ ଉଠାଇବେ ବୋଲି, ସେ ତ ମନା କରିବା ଫଳରେ ତାକୁ ଧକ୍କା ମାରି ଆସିଛନ୍ତି ଭିତରକୁ। ତାପରେ ଆଉ ଗୋଟେ ଗେଟ୍କୁ ଖୋଲିକି ମୋ ବେଡ଼ରୁମ୍ ପାସ୍ କରି ମୋ ଝିଅର ବେଡ଼ରୁମ୍ ପାସ୍ କରି ତାପରେ ଯାଇକି ସେଠାରେ ବବିବଉଙ୍କ ସାଇଡ଼୍ରେ ଏକଦମ ଏକ୍ସଟ୍ରିମ୍ ଏଣ୍ଡରେ ଯାଇ ସେ ବାଉଁଶ ଗଛ ପାଖରେ ବରଗଛ ପାଖରେ ସେଠି ଫଟୋ ଉଠାଇବା ଏବଂ ସେଠି ଇଏ କରିବାରେ ରହିଛନ୍ତି କ'ଣ ବାଇକ୍ ନେବାରେ। ଇନ୍ ବିଟୱିନ୍ ସେ ଯେତେବେଳେ ମୋର ସିକ୍ୟୁରିଟି ଆସି କହିଛି ୟାକୁ ଯେଉଁ ରୋଷେଇଆ ଯାଇକି ତାକୁ କହିବା ଫଳରେ ରୋଷେଇଆକୁ ମଧ୍ୟ ସେମାନେ ମିସବିହେଭ୍ କରିଛନ୍ତି ଏବଂ ମୁଁ ଯେତେବେଳେ ଯାଇ କହିଲି ମୁଁ କହିଲି ନା 2 ମିନିଟ୍ କହିଲି, ମୁଁ କହିଲି ସେମିତି 2 ମିନିଟ୍ ନାହିଁ, ତୁମେ ତୁମର ଯାଅ, ତୁମେ ପରମିସନ୍ ନେଇକି ଆସିଥାନ୍ତ, ଏସବୁ ଜିନିଷ କ'ଣ ସିଏ ଭାବିଛନ୍ତି ମୁଁ ବୋଧେ କିଏ ବୋଲି ଭାବିଛନ୍ତି କ'ଣ କେଜାଣି। ଆଉ ନାହିଁ ସରକାରୀ କ୍ୱାର୍ଟର ନାହିଁ କି ସରକାର ନାହିଁ ଏଭଳିଆ କହିବା ଫଳରେ ମୁଁ ଠିକ୍ ଅଛି କୁକୁର ଛାଡ଼ିବି। ମୋର ସେ ସିକ୍ୟୁରିଟି କୁକୁର ଦୁଇଟା ଧରିକି ଛିଡ଼ା ହେଇଛି, ମୁଁ ତା ପଛ ପଟରେ ବି ଛିଡ଼ା ହେଇଛି ଗେଟ୍ ପାଖରେ। ସେ ତାପରେ ଚିଲେଇକିରି ପଳେଇଲେ ଆଉ ଭୟଭୀତ ହେଇକିରି ଆଉ ସେମାନେ ବି ଯେଉଁ ପ୍ରକାର ବିହେଭ୍ କରିଛନ୍ତି ନଟ୍ ଡିଜାରେବଲ୍। ମାନେ ଆମେ କାଉଣ୍ଟର ଏଫଆଇଆର୍ କରିବୁ, ଆମେ କାହିଁ ଆଉ ତାକୁ ସ୍ପେୟାର କରିବୁ। ମୁଁ ଅପେକ୍ଷା କରିଥିଲି ଯେ ସେ କ'ଣ କରୁଛନ୍ତି ବୋଲି, ଯେତେବେଳେ ସେମାନେ କରୁଛନ୍ତି ତାହେଲେ ଆମେ କାହିଁ କରିବା। ସେମାନେ ଟ୍ରେସ୍ପାସ୍ କରିଛନ୍ତି ନା, ମୁଁ ତ ଯାଇକରି ତାଙ୍କ ଘରେ କେଉଁଠି ପଶିକିରି କାହାକୁ କୁକୁର ଲଗେଇ ନେଇ ମୋ ପ୍ରିମିସେସ୍ ଭିତରକୁ ପଶିବାରୁ ମୋ ସିକ୍ୟୁରିଟି କି ଧକ୍କା ଦେଇକରି ଆସିଲା ପରେ ମୋ ସିକ୍ୟୁରିଟି ପରେ ମୋର ସିକ୍ୟୁରିଟି ଆଉ କିଏ, ନେକ୍ସଟ ସିକ୍ୟୁରିଟି ମୋର କୁକୁର। ମୁଁ ତ ସହଜରେ ମୋର ଦେହ ବି ଅସୁସ୍ଥ, ମୋ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ହେଇଛି, ତେଣୁ ମୁଁ ଏତେ ବେଶୀ ବାହାରକୁ ବି ବାହାରୁନାହିଁ। ସେ ସ୍ଥିତିରେ ମୁଁ ବାଧ୍ୟ ହେବି। ଆଉ କୁକୁରକୁ ଯଦି ମୁଁ ଛାଡ଼ି ଦେଇଥାନ୍ତି ତାହେଲେ ତ ବହୁତ କଥା ହେଇଥାନ୍ତା। ମୋ କୁକୁର ଦୁଇଟାକୁ ବି ସେ ମୋ ସିକ୍ୟୁରିଟି ଧରିକି ରଖିଛି, ସେଇଟା ବି ସେ ଦେଖାଉଛନ୍ତି ଯେଉଁ ଭିଜୁଆଲ୍ ସେଥିରେ ବି ସମସ୍ତେ ଦେଖିଛନ୍ତି। ତେଣୁ ସିଏ ଆଇନ ସମ୍ମତ ଭାବରେ ମୋ ପ୍ରିମିସେସ୍ ଭିତରେ ମୋର ପରମିସନ୍ ନ ନେଇ ପ୍ରବେଶ କଲେ, ବିଶେଷ କରି ମୋର ପ୍ରାଇଭେଟ୍ ଏରିଆକୁ ସାମ୍ନାରେ ଆସିଥାନ୍ତେ, ମୋ ଡ୍ରଇଂ ରୁମ୍ରେ ବସିଥାନ୍ତେ କି ମୋ ଅଫିସ୍ ରୁମ୍ରେ ବସିଥାନ୍ତେ, ମୋ ସହିତ ଆଲୋଚନା କରିଥାନ୍ତେ, କିଛି ଅସୁବିଧା ନଥାଏ। ଆଉ ମୁଁ କୁକୁର ଛାଡ଼ି ନଥାନ୍ତି କ'ଣ କଥା କହିଛି, କିନ୍ତୁ ଛଡ଼ା ହେଇଛି ବା ତାଙ୍କର କିଛି କାଜୁଆଲିଟି ହେଇଛି କୁକୁର ଦ୍ୱାରା କୁହନ୍ତୁ। ସେମାନେ ଯାହା କହୁଥିବେ ସେଇଟା ଫେବ୍ରିକେଟିଭ୍ ନିଶ୍ଚିତ।